ମୁଁ ସାମ୍ନାରେ ଦେଖିଛି ହରେଇଛି ଆଉ ସେମାନେ ମଧ୍ୟ ଆପଣଙ୍କର ମୋଟରସାଇକେଲ ଚଲାଉଥିବେ ଆପଣ ଦେଖିଛନ୍ତି ମୋଟରସାଇକେଲ ଚଲାଇବାରେ ପୁରା ଏଇଠି ମୋବାଇଲ ଦିଆଯାଇଥାଏ ମୁଁ ମୋବାଇଲ ତ ଧରିନି ନହେଲେ ଦେଖେଇ ଦେଇଥାନ୍ତି ଏଇଠି କାନରେ ଜାତିଥିବେ ଏମିତି ଏମିତି ମୋଟରସାଇକେଲ ଚଲାଉଥିବେ ଆଉ କଥା ହେଉଥିବେ ସାମ୍ନାରେ ଗାଡ଼ି ପଛରେ ଗାଡ଼ି ଲେଫ୍ଟ ରାଇଟ୍ରେ ଗାଡ଼ି ଥିବ କ'ଣ ହେବ ଅବସ୍ଥା ମାନିବାର ନାହିଁ ସେମାନେ ଆମ ଯୁବପିଢ଼ି ସେମାନେ ଏ ପ୍ରକାର କାରଣରୁ ଆଜି ଅନେକ ମୂଲ୍ୟବାନ ଜୀବନ ଅକାଳରେ ଝଡ଼ି ପଡ଼ୁଛି କିଛି କାରଣ ନାହିଁ ସଂସାର ଦେଖି ଭଲ ଭାବରେ ଚଲେଇ ନାହାନ୍ତି ସଂସାର ଭଲ ଭାବରେ ସଂସାରକୁ ଉପଭୋଗ କରିନାହାନ୍ତି ଇଏ ବହୁତ ବଡ଼ ଗୋଟାଏ ଦୁର୍ଭାଗ୍ୟର କଥା ଏଣୁ କିଭଳି ଭାବରେ ଆମେ ଏଥିରୁ ତ୍ରାହି ପାଇବା ଆଉ ସେଥିପାଇଁ ଆଜି ଏଇ ଯେଉଁ ଆମର 6 ଜଣ ସାଧାରଣ ଆମର ଭଉଣୀମାନେ ଯେଭଳି ଭାବରେ ଆଜି ସେମାନେ ଡ୍ରାଇଭର ବି ହେଲେ ରୋଜଗାର ବି କଲେ ପରିବାର ବି ଚଲେଇଲେ କିନ୍ତୁ ଜାଣିବା କଥା ଆମର 6 ଜଣ ଭଉଣୀ ତ କେବେ ଡ୍ରିଙ୍କସ୍ କରୁନଥିବ ମଦ ପିଉନଥିବ ମଦ ପିଇକରି ଗାଡ଼ି ଚଲାଉନଥିବ ନାହିଁ ତ ହାତ ହଲାଉ ନାହିଁ ବୋଲି ଆଚ୍ଛା ଯେଉଁମାନେ ମ୍ୟାରେଜ୍ କରିଛନ୍ତି ସ୍ୱାମୀମାନେ ମଦ ପିଅନ୍ତି କି କାରଣ ଗାଡ଼ି ବେଳେବେଳେ ସେମାନେ ଆଜି ନହେଲେ ଆଜି ତୁମେ ଗାଡ଼ି ଚଲେଇ ଦିଅ ଯଦି କହିଲେ ଆଉ ସେମାନେ ଯଦି ଡ୍ରିଙ୍କସ୍ କରୁଥିବେ ନାହିଁ ତ କିଛି କହୁନାହାନ୍ତି ଯଦି ମଦ ପିଉଥିବେ ତାହେଲେ ତାକୁ ଗାଡ଼ି ଛୁଇଁବା ପାଇଁ ଦେବେ ନାହିଁ ଆଉ ଆଗେ ମଦ ବନ୍ଦ କରିବା ପାଇଁ ସବୁବେଳେ ତାଗିଦ କରିବେ ଆଉ ନହେଲେ ମୋତେ ଖବର ଦେବେ ମୁଁ ନିଜେ ଯିବି ଘରକୁ ଯିବି ମୁଁ ତାଙ୍କୁ ମଦ ନ ପିଇବା ପାଇଁ ବାରଣ କରିବା ପାଇଁ ଏଣୁ ଏ ପ୍ରକାରର ଯଦି ଆମେ କିଛି ନିଜେ ନିଜେ ଯଦି ସମସ୍ତେ କିଛି ପଦକ୍ଷେପ ନେବା ପାଇଁ ଚେଷ୍ଟା କରିବା ମୁଁ ଭାବୁଛି କଣ୍ଟ୍ରୋଲ ହେବ ଏ ଯୋଜନା ଗତ 3 ତାରିଖରୁ ଆରମ୍ଭ ହୋଇଛି କେଉଁଟା ନା ଗାଡ଼ି ଚାଳକମାନଙ୍କୁ ଗାଡ଼ି ମାଲିକ କରାଇ ଆର୍ଥିକ ରୋଜଗାରର ବୃଦ୍ଧିର ଯେଉଁ ସୁଯୋଗ ଯେଉଁ ମହିଳା ସୁବାହକ ଯୋଜନା ମାଧ୍ୟମରେ ଆମେ କରେଇଛନ୍ତି ରାଜ୍ୟ ସରକାର ନିଜ ଗ୍ୟାରେଣ୍ଟିରେ ବିନା ସୁଧରେ କାର୍ କିଣିବା ପାଇଁ ଋଣ ଏଥିରେ ଯୋଗାଇ ଦେଉଛନ୍ତି ଏହି ଯୋଜନା ଗତ 3 ତାରିଖରୁ ଆରମ୍ଭ ହୋଇଛି 6 ଜଣ ମହିଳା ଯାହାର ନାଁ ମୁଁ ଆପଣମାନଙ୍କୁ କହିଲି ଆଗାମୀ ଦିନରେ ଏହି ଯୋଜନା ଦ୍ୱାରା ମହିଳାମାନଙ୍କର ପାଇଁ ଗାଡ଼ି ଚାଳନା ଏବଂ ନୂତନ ଆକର୍ଷଣୀୟ ବୃତ୍ତିରେ ମଧ୍ୟ ଏଥିରେ ମାନେ ପରିଣତ ଇଏ ହେଇପାରିବ ଭଲ ରୋଜଗାର ବି ହେଇପାରିବ ଏହି ପରିପ୍ରେକ୍ଷୀରେ ଆଜି ଜନସାଧାରଣଙ୍କର ଗମନାଗମନର ସର୍ବାଙ୍ଗୀନ ଉନ୍ନତି